ବିଜେଡି ବିଜୁ ଜନତା ଦଳ ଗୋଟିଏ ଚିହ୍ନ ଶଙ୍ଖ ଚିହ୍ନ ତାର ନେତା ଗୋଟିଏ ସେମିତି ନବୀନ ପଟ୍ଟନାୟକ। ତେଣୁ ଲୋକଙ୍କର ଯୋଉ ଆସ୍ଥା ଅଛି ବିରୋଧୀ ଦଳ ହିସାବରେ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ହିସାବରେ ତାକୁ ଆମେ ନିର୍ବାହ କରିବୁ। ସେ ପାର୍ଲାମେଣ୍ଟର ରାଜ୍ୟସଭାର ଫୋରମରେ ହଉ ବିଧାନସଭାର ଫୋରମରେ ହଉ କିମ୍ବା ଦଳୀୟ କାର୍ଯ୍ୟକ୍ରମ ସାଂଗଠନିକ କାର୍ଯ୍ୟକ୍ରମ ସାଙ୍ଗରେ ଦଳର ଆମର ନେତୃବୃନ୍ଦଙ୍କ ଦ୍ୱାରା ଲୋକଙ୍କୁ ସେ ଆମେ କାର୍ଯ୍ୟକ୍ରମ ଜାରି ରଖିଛୁ କରିଚାଲିବୁ। ତେଣୁ ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ବୋଧେ କୌଣସି ଜାଗାରେ କମ୍ୟୁନିକେସନ ଗ୍ୟାପ୍ ହେଇଥିବ କି କ'ଣ ହେଇଥିବ। ତେଣୁ ସେଥିପାଇଁ ଯଦି କ'ଣ ଆସୁଛି କି ବାହାରକୁ ସେମାନେ ନିଜେ ବି ସମସ୍ତେ ବୁଝିଗଲେଣି ଏବଂ ସବୁ କଥାକୁ କୋଉଟା ଏବଂ ସେମାନେ ବି ଆମ ଦଳର ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏବଂ ସମସ୍ତେ ଏଇସବୁ କଥା ଯୋଉ ମଝିରେ ଯୋଉ ପାସ୍ ହେଇଥିଲା କିମ୍ବା ଯୋଉ କଥା ଗୁଡାକ ବୋଧେ ଗ୍ୟାପ୍ ଯୋଗୁଁ ହେଇଛି ତାକୁ ସେ ବିଷୟରେ ସେମାନେ ସହମତିରେ ଆଲୋଚନା କରୁଛନ୍ତି ନିର୍ବାହ। କୌଣସି ଦ୍ୱନ୍ଦ୍ୱ କୋଉଠି ନାହିଁ। ଯେତେବେଳେ ଗ୍ୟାପ୍ ଥାଏ ନ ଜାଣିକିରି ବି ଅନେକ ଲୋକ ଅନେକ କଥା କୁହନ୍ତି, ଜାଣିକିରି ବି କେତେ ଲୋକ କେତେ ଜାଣି କିନ୍ତୁ କୌଣସି ଦ୍ୱନ୍ଦ୍ୱ ନାହିଁ। ଯେତିକି ଆମର ଯୋଉ ଇମାଜିନେସନ ଯୋଉ କଥାକୁ ଯୋଉ ସ୍ପେକୁଲେସନ ମିଡିଆରେ ଯାହା ପ୍ରକାଶିତ ହେଉଛି ଏବଂ କିଛି ଯେଉଁମାନେ କିଛି ବି କହିଛନ୍ତି ଏବଂ ସେମାନେ ନିଜେ ତାକୁ ରିଜଲ୍ଭ କରୁଛନ୍ତି ଏବଂ ପ୍ରକୃତ ଫ୍ୟାକ୍ଟ ଯାହା ତାକୁ ଦେଖୁଛନ୍ତି। ତେଣୁ ବିଜୁ ଜନତା କିନ୍ତୁ ଗୋଟିଏ କଥା ଏଇଟା ହେଉଛି ସିଦ୍ଧାନ୍ତ। ମୁଁ ପ୍ରାୟ ଲୋକଙ୍କ ସାଙ୍ଗେ କଥାବାର୍ତ୍ତା ହେଇଛି, ସବୁ ଏମ୍ପି ମାନଙ୍କ ସାଙ୍ଗରେ ବି କଥାବାର୍ତ୍ତା ହେଇଛି ଯେ ସେମାନେ ନବୀନ ପଟ୍ଟନାୟକଙ୍କ ପଛରେ ବିଜୁ ଜନତା ଦଳ ପାଇଁ ଏକାଠି ଅଛନ୍ତି, ଐକ୍ୟବଦ୍ଧ ଭାବରେ ଅଛନ୍ତି ଏବଂ ବିଜୁ ଜନତା ଦଳର ଯୋଉ ଅଛି ସର୍ବଧର୍ମ ନିରପେକ୍ଷତା ଏବଂ ଧର୍ମ ନିରପେକ୍ଷତା ଏବଂ ସମସ୍ତଙ୍କ ପ୍ରତି ସହନଶୀଳତା ଆମେ ଜଗନ୍ନାଥ ସଂସ୍କୃତିରେ ସମ୍ପ୍ରୀତିରେ ବିଶ୍ୱାସ କରୁ। ତାକୁ ନେଇକରି ଆମର ଯେଉଁମାନେ ଅଳ୍ପ ସଂଖ୍ୟକ ହୁଅନ୍ତୁ ବହୁ ସଂଖ୍ୟକକୁ ନେଇ ସହମତିରେ ଆମେ ବିଭିନ୍ନ କାର୍ଯ୍ୟକ୍ରମ ଆମ ସାମାଜିକ ଏବଂ ସାଂସ୍କୃତିକ ଯୋଉ ପ୍ରକ୍ରିୟା ଅଛି ସେଥିରେ ବିଚ୍ୟୁତି କରିବାକୁ ଦେବୁନି ଏବଂ ତାକୁ ଜାରି ରହିବ।